ସାଇପ୍ରତିକ ପାଲ। ମୁଁ ଆଜି ଗୋଟିଏ ସାଇପ୍ରତିକ ପାଲ। ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଖଡ଼ିକାପଡ଼ା। ବିଲେଇ ଓ ଚଢ଼େଇ। କଥା କହିବାନି। ଦିନେ ଚଢ଼େଇକୁ ଶୋଷ ଲାଗିଥିଲା। ଚଢ଼େଇ ଗୋଟିଏ ପୋଖରୀ ଦେଖିଲା। ପୋଖରୀକୁ ପାଣି ପିଇବାକୁ ଗଲା। ଦିନେ ପାଣି ପିଉ ପିଉ ପୋଖରୀରେ ପଡ଼ିଗଲା। ଠିକ୍ ସମୟରେ ଏକ ବିଲେଇ ଆସିଲା। ଚଢ଼େଇ ବିଲେଇକୁ ସାହାଯ୍ୟ ମାଗିଲା। ବିଲେଇ କହିଲା, ଉଠେଇବି ଯେ ଆଗେ ତମକୁ ଖାଇବି। ଚଢ଼େଇ କହିଲା, ଆଗ ମୋତେ ଉଠାଅ, ତାପରେ ମୋତେ ଖାଇବ। ବିଲେଇ ତାକୁ ଉଠାଇଲା। ବିଲେଇ କହିଲା, ଏବେ ତମକୁ ଖାଇବି। ଚଢ଼େଇ କହିଲା, ମୁଁ ଶୁଖିଯାଏ, ତୁମେ ମୋତେ ଖାଇବ। ବିଲେଇ ଶୋଇ ପଡ଼ିଲା। ଚଢ଼େଇ ଭୁଲ କିନା ଉଡ଼ିଗଲା।